ମୁଁ ବିବାହକୁ ନେଇ ଭିତରେ ଭିତରେ ବହୁତ ଖୁସି ଥିଲି। ଅଶୋକ ବି କହୁନଥିଲେ ସିନା ଭଲ ପାଉଥିଲେ। ମୋତେ ଲାଗୁଥିଲା ମୁଁ ମୋ ମୁତାବକ ଜୀବନସାଥୀ ପାଇଛି। ତେବେ ବାପା ମାଆଙ୍କୁ ଛାଡ଼ିଯିବାର ଦୁଃଖ ବି ଥିଲା। ଏଥିସହ ନୂଆ ଜୀବନକୁ ନେଇ ମୁଁ ସ୍ୱପ୍ନ ବିଭୋର ଥିଲି। ବିବାହ ଠିକ୍ ଠାକ୍ ହୋଇଗଲା। ଯଥାରୀତି ସବୁକିଛି ସରିଗଲା। ଏଥର ଆସିଲା ଚତୁର୍ଥୀ ରାତି, ଯାହା ପ୍ରତ୍ୟେକଟି ଯୁବକ ଓ ଯୁବତୀଙ୍କ ଜୀବନ ପାଇଁ ସ୍ମରଣୀୟ ମୁହୂର୍ତ୍ତ, ଅପେକ୍ଷାର ଦିନ। ଚତୁର୍ଥୀ ରାତିରେ ମୋତେ ଟିକେ ବ୍ୟସ୍ତ ବ୍ୟସ୍ତ ଲାଗୁଥିଲା। ଫୁଲଶଯ୍ୟାରେ ମୁଁ ନିଜକୁ ସଜେଇ ବସିଥିଲି। ରାତି ଟିକେ ବଢ଼ି ଯାଇଥିଲା। ବନ୍ଧୁବାନ୍ଧବ ନିଜ ନିଜ ରୁମ୍ରେ ଶୋଇବାକୁ ଯାଇସାରିଥିଲେ। ସେହି ପ୍ରତୀକ୍ଷିତ ମୁହୂର୍ତ୍ତକୁ ଅପେକ୍ଷା କରିଥିଲି। ଅଶୋକ ଭିତରକୁ ଆସିଲେ। ମୋ ଆଡ଼କୁ ସେ ଦେଖିଲେ। ମୋତେ ଟିକେ ଲାଜ ଲାଗିଲା। ମୁଁ ଆଖିପତା ତଳକୁ କରିଦେଲି। ଏବେ ଯାହା ଯାହା ଘଟିବ ତାକୁ ନେଇ ମୋ ଦେହ ଶୀତେଇ ଉଠୁଥିଲା। ତାଙ୍କୁ ଦେଖିଲେ ସେ ବି ଯେମିତି ଟିକେ ବ୍ୟସ୍ତ ଲାଗୁଥିଲେ। ଚତୁର୍ଥୀ ରାତିରେ ମୁଁ ବି ଟିକେ ନର୍ଭସ୍ ଅନୁଭବ କରୁଥିଲି। ତାପରେ କ'ଣ ହେଲା, ଆପଣ କାହାଣୀଟି ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। କାହାଣୀଟି ଆପଣ ଶୁଣି ସାରିଲା ବେଳକୁ ଆପଣଙ୍କର ହୋସ୍ ଉଡ଼ିଯିବ। ମୋ ନାଁ ଚିତ୍ରା। ମୁଁ ଘରର ବଡ଼ ଝିଅ। ଆମ ଘରେ ଆମେ ମାତ୍ର 2 ଜଣ, ମୁଁ ଏବଂ ମୋ ସାନ ଭାଇ। ବାପା ମୋତେ ବହୁତ ଭଲ ପାଆନ୍ତି। ସବୁ କଥାରେ ସହଯୋଗ କରନ୍ତି। ସେ ଯେତିକି ପାରିଲେ ଆମକୁ ସେତିକି ପାଠ ପଢ଼ାଇଲେ। ମୋର ପ୍ରଥମରୁ ପସନ୍ଦ ଥିଲା ଶିକ୍ଷକତା କରିବା। ଏହାର କାରଣ ଥିଲା ମୋତେ ଛୋଟ ପିଲା ବହୁତ ଭଲ ଲାଗୁଥିଲେ। ତେଣୁ ଶିକ୍ଷକ ହେବି ବୋଲି ମୁଁ ଭାବୁଥିଲି। ପରିବାର ଆଉ ସ୍ୱପ୍ନ ପୂରଣ କରିବା ମୋ ପାଇଁ ଥିଲା ସବୁଠୁ ବଡ଼ କାମ। ଏହା ଏତେ ଗୁରୁତ୍ୱପୂର୍ଣ୍ଣ ଥିଲା ଯେ କେବେ ପ୍ରେମରେ ପଡ଼ିବାକୁ ସମୟ ପାଇନଥିଲି। କାହାକୁ ପ୍ରେମ ବି କରିବାକୁ ସୁଯୋଗ ମିଳିନଥିଲା। ବୟସ ହୋଇଥିଲେ ବି ଭଲ ପାଇବା ଅନୁଭବ କରିନଥିଲି। ତେବେ ଜୀବନରେ ଆରେଞ୍ଜ ମ୍ୟାରେଜ୍ ମୋର ପସନ୍ଦ ଥିଲା। ତେଣୁ ଆରେଞ୍ଜ ମ୍ୟାରେଜ୍ ମୋର ହେଉ ଏ କଥା ଚାହୁଁଥିଲି। ଭାବୁଥିଲି ବାପା ମା ଯାହାକୁ ବାଛିବେ କିମ୍ବା ଯାହା ସହ ବିବାହ କରାଇବା ଉଚିତ ମନେ କରିବେ ସେଇଠି ବିବାହ କରିନେବି। ବାପା ମା ଯାହାକୁ ବି ବାଛିବେ ସେ ନିଶ୍ଚୟ ଭଲ ବାଛିବେ। କାରଣ ନିଜ ଝିଅକୁ କିଏ କ'ଣ ଖରାପ ସ୍ଥାନରେ ବିବାହ ଦିଏ କି? ଏହା ବି ଜାଣିଥିଲି ଯେ ବିବାହ ଯେଉଁଠି ବି ଠିକ୍ ହେଉ, ଶେଷରେ ବାପା ମା ମୋର ମତ ନିଶ୍ଚୟ ଜାଣିବାକୁ ଚାହିଁବେ। ମୋର ବିବାହ ବୟସ ହୋଇଯାଇଥିଲା। ସମସ୍ତଙ୍କ ବାପା ମା ପରି ମୋର ବି ବାପା ମା ବିବାହ କରାଇବାକୁ ଟିକେ ବ୍ୟସ୍ତ ହେଉଥିଲେ। ଏଥିପାଇଁ ବନ୍ଧୁବାନ୍ଧବ, ସାଙ୍ଗସାଥୀଙ୍କ ଜରିଆରେ ପ୍ରସ୍ତାବ ବୁଝିବାକୁ କୁହାକୁହି ଆରମ୍ଭ କରିଦେଇଥିଲେ। ସେହି ଅନୁଯାୟୀ ଧୀରେ ଧୀରେ ଘରକୁ ମୋ ପାଇଁ ପ୍ରସ୍ତାବ ଆସିବା ଆରମ୍ଭ ହୋଇଯାଇଥିଲା। ମୁଁ ବି ନିଜକୁ ସେଥିପାଇଁ ପ୍ରସ୍ତୁତ କରିନେଉଥିଲି। କାରଣ ମୋତେ ବି ମାନସିକ ଭାବେ ପ୍ରସ୍ତୁତ ହେବା ଜରୁରୀ ଥିଲା, ଯାହା ସମସ୍ତ ଝିଅଙ୍କ ଜୀବନରେ ଆସେ। ବାପା ମା କହିବା ଅନୁସାରେ ପ୍ରସ୍ତାବ ଏଣିକି ଆସିବାକୁ ଲାଗିଲା। ସେହି କ୍ରମରେ ରବିବାର ଦିନ ମୋତେ ଦେଖିବାକୁ ଜଣେ ଯୁବକ ଆସିବାର ଥିଲେ। ମୋତେ ଦେଖିବାକୁ ଆସିବା ଭିତରେ ଯୁବକଙ୍କ ଫଟୋ ଘରକୁ ଆସିସାରିଥିଲା। ବାପା ବି କୌଣସି ପ୍ରସ୍ତାବ ଆସିଲେ ସେ ସମ୍ପର୍କରେ ଟିକିନିଖି ତଥ୍ୟ ସଂଗ୍ରହ କରୁଥିଲେ। ତାପରେ ଯାଇ ଆଗକୁ କଥା ବଢ଼ୁଥିଲା। ମୋତେ ଫଟୋ ଦେଖାଉଥିଲେ। ବାପା ଚାହୁଁଥିଲେ ମୁଁ ଯେମିତି ବିବାହ ପରେ ଆଗକୁ ହଇରାଣ ନ ହୁଏ। ଆଜି ରବିବାର ଥିଲା। ପ୍ରସ୍ତାବ ଅନୁଯାୟୀ ଯୁବକ ଜଣକ ଘରକୁ ଆସିଥାନ୍ତେ। ସମୟ ହେଲାଣି ଯେହେତୁ ଯୁବକଙ୍କ ସହ ମୋତେ ଦେଖାଗଲାନି। ଲାଗିଲା ବୋଧେ ସେ ମୋତେ ରିଜେକ୍ଟ କରିଦେଲେ। ମୁଁ ଶୋଇକି ଉଠିଥିଲି ତ ମା ମୋ ରୁମ୍କୁ ଆସି କହିଲା, ପୁଅ ଘର ଲୋକ ଆସିବେ କହିଛନ୍ତି। ତୁ ଟିକେ ପ୍ରସ୍ତୁତ ହୋଇଯା ମା। ସେ ଯେକୌଣସି ସମୟରେ ଆସିଯିବେ। ଖୁବ୍ ଶୀଘ୍ର କାମ ସାରିଦେବାକୁ ମା ଯେମିତି କହିବାକୁ ଚାହୁଁଥିଲା। ମୁଁ ବି ନିଜକୁ ସଜାଡ଼ି ନେଇଥିଲି ମା କହିବା ଅନୁସାରେ। କିଛି ସମୟ ଭିତରେ ଆମ ଘରେ ପହଞ୍ଚି ଯାଇଥିଲେ ପିଲାଘର ପରିବାର। ମା କହିବା ଅନୁଯାୟୀ ରୋଷେଇ ଘରେ ଜଳଖିଆ ପ୍ରସ୍ତୁତ କରୁଥିଲି ମୁଁ। ଚା ତିଆରି ସହ ବିସ୍କୁଟ ଓ ଫଳ କାଟି ପ୍ଲେଟରେ ରଖୁଥିଲି। ବାହାର ଘରୁ ସେମାନଙ୍କର କଥାବାର୍ତ୍ତା ଶୁଣିବାକୁ ପାଇଲି। 2 ପରିବାର ଏକାଠି ବସି କଥା ହେଉଥିଲେ। ଏହି ସମୟରେ ମା ମୋତେ ଚା ଓ ଜଳଖିଆ ଧରି ଆସିବାକୁ କହିଲେ। ମୁଁ ପ୍ଲେଟରେ ଜଳଖିଆ ଓ ଚା ଧରି ବାହାର ଘରକୁ ଗଲି, ଯେଉଁଠି ଆଲୋଚନା ଚାଲିଥିଲା ପ୍ରସ୍ତାବକୁ ନେଇ। ସମସ୍ତଙ୍କୁ ସେଠାରେ ଜଣ ଜଣ କରି ପ୍ରଣାମ କଲି।
ମୁଣ୍ଡିଆ ମାରିଲି। ଶେଷରେ ସେଇ ଯୁବକଙ୍କୁ ଦେଖିଲି ଯାହାଙ୍କ ସହ ମୋର ପ୍ରସ୍ତାବ ପଡ଼ିଥିଲା। ସୌମ୍ୟଦର୍ଶୀ ଯୁବକ ଜଣକ ବେଶ୍ ସ୍ମାର୍ଟ ଦିଶୁଥିଲେ। ସାଧାସିଧା ସାର୍ଟ ଓ ଜିନ୍ ପ୍ୟାଣ୍ଟରେ ବହୁତ ସୁନ୍ଦର ଲାଗୁଥିଲେ ସିଏ। ଚେହେରାରେ ଏକ କୋମଳପଣ ରହିଥିଲା। ସିଏ ଯେଉଁ ଢଙ୍ଗରେ ବସିଥିଲେ ତାଙ୍କର ନମ୍ରପଣ ବୁଝି ହେବା ପରି ଥିଲା। ତାଙ୍କୁ ଦେଖିବା ପରେ ମୁଁ ମନକୁ ମନ ତାଙ୍କୁ ପସନ୍ଦ କରିନେଇଥିଲି। କିନ୍ତୁ ମୋ ହଁରେ କ'ଣ ଅଛି? ଅସଲ ହେଲା ମୁଁ ତାଙ୍କର ପସନ୍ଦ ଆସିବା କଥା, ଯେହେତୁ ସେମାନେ ପୁଅ ଘର ପକ୍ଷ। ଠିକ୍ ଏତିକି ବେଳେ ମଧ୍ୟସ୍ଥି କହିଲେ, ପୁଅ, ତମର ଯଦି ଝିଅ ସହିତ କିଛି କଥା ହେବାର ଅଛି ତାହେଲେ କଥା ହେଇଯାଅ। ଏଇ କଥା ଶୁଣି ଯୁବକ ଜଣକ ପ୍ରଥମେ ମନା କଲେ, କିନ୍ତୁ ଆମ ଦୁହିଁଙ୍କୁ ଅନ୍ୟ ଏକ ରୁମ୍କୁ ପରିବାର ଲୋକ ପଠେଇ ଦେଇଥିଲେ, ଯେଉଁ ରୁମ୍ରେ କେବଳ ଆମେ ଦୁହେଁ ରହିଲୁ। ଯୁବକ ଜଣକ ମୋତେ କିଛି ସେଇ ରୁମ୍ରେ କହିଲେନି। ମୁଁ ଭାବିଲି ବୋଧେ ସେ ମୋତେ ପସନ୍ଦ କରୁନାହାନ୍ତି, ତେଣୁ କିଛି କଥାବାର୍ତ୍ତା କରିବାକୁ ଉଚିତ ମନେ କରୁନାହାନ୍ତି ସିଏ। ତେଣୁ ମୁଁ ନିଜ ଆଡ଼ୁ ତାଙ୍କୁ ପଚାରିଲି, ଆପଣ କ'ଣ କରନ୍ତି? ଯୁବକ ଜଣକ କହିଲେ, ଆପଣ ମୋ ନାଁ ଜାଣିନଥିବେ। ମୋ ନାଁ ହେଉଛି ଅଶୋକ। ମୋର ପ୍ରପର୍ଟି ବିଜନେସ୍ ଅଛି। ଏହା ସହ ଯୁବକ ଜଣକ ଆଉ କିଛି କଥା ମଧ୍ୟ ସେଇଠି ମୋତେ କହିଲେ। କିଛି ସମୟ ଆମ ଦୁହିଁଙ୍କ ଭିତରେ କଥାବାର୍ତ୍ତା ଚାଲିଲା। ସିଏ କିଛି ପଚାରିଲେ, ମୁଁ କିଛି କହିଲି। ମୁଁ କିଛି ପଚାରିଲି, ସିଏ ବି କିଛି କହିଲେ। ଲାଜ ଲାଜ ଭାବ ସହ କଥା ହେଲା ଆମ ଦୁହିଁଙ୍କର। ଏଥର ବାହାରୁ ଡାକ ଶୁଭିଲା। ମା ମୋତେ ଡାକିଲା। ଆମେ ଦୁହେଁ ବାହାରକୁ ଆସିଲୁ। ସେଇଠୁ ଆମର ବାହାଘର ପ୍ରସ୍ତାବ ଆଗକୁ ବଢ଼ିଲା। ଦୁଇ ପରିବାର ଲୋକେ ଏକାଠି ବସି ବିବାହ ପାଇଁ ନିଷ୍ପତ୍ତି ନେଲେ ଏବଂ ବିବାହ ଏକ ପ୍ରକାର ସେଇଠି ହେବ ଠିକ୍ ହୋଇଗଲା। ଅଶୋକଙ୍କ ପରିବାର ଲୋକେ ବିବାହ ଶୀଘ୍ର ହୋଇଯାଉ ଚାହୁଁଥିଲେ। ବାପା ବି ପୁଅ ଘର ପରିବାର ଲୋକ କେମିତି, ପିଲା କେମିତି, କ'ଣ କରେ, ଭଲ କି ମନ୍ଦ ସବୁକିଛି ତଥ୍ୟ ସଂଗ୍ରହ କରିନେଇଥିଲେ। ତେଣୁ ବିବାହ ଗୋଟିଏ ମାସ ପରେ ହେବାକୁ ସ୍ଥିର ହୋଇଥିଲା। ଏଥିପାଇଁ ଯାହା ଯାହା ପ୍ରସ୍ତୁତି ଦରକାର ଉଭୟ ପରିବାର ସବୁ କରିବାକୁ ଲାଗିଲେ। ନିର୍ବନ୍ଧ ମଧ୍ୟ ଠିକ୍ ଟାଇମ୍ରେ ହୋଇଯାଇଥିଲା। ଅଶୋକ ଟିକେ ଲାଜକୁଳା ସ୍ୱଭାବର ଲାଗୁଥିଲେ, ତେଣୁ ନିଜ ଆଡ଼ୁ କଥା ହେବାକୁ ଭାବିଲି। ନିର୍ବନ୍ଧ ପରେ ଅଶୋକଙ୍କ ନମ୍ବର କୌଣସି ମତେ ସଂଗ୍ରହ କରିନେଇଥିଲି ଏବଂ ତାଙ୍କ ସହ କଥା ହେବାକୁ ଆରମ୍ଭ କରିଥିଲି। ସେଇ ଗୋଟିଏ ମାସ ଆମ ଦୁହିଁଙ୍କ କଥାବାର୍ତ୍ତା ଭିତରେ ବହୁତ କିଛି ଆଲୋଚନା ହେଲା। ଧୀରେ ଧୀରେ ଭଲ ପାଇବା କ'ଣ ମୁଁ ଅନୁଭବ କରିବାକୁ ଲାଗିଲି, ଯାହା ମୁଁ ପାଠପଢ଼ା ଏବଂ ସ୍ୱପ୍ନ ପୂରଣ କରିବାକୁ ଲାଗିଥିବା ବେଳେ ପାଇପାରିନଥିଲି। ଆମେ ଦୁହେଁ ପରସ୍ପର ପ୍ରତି ଯତ୍ନଶୀଳ ହେବାକୁ ଲାଗିଲୁ। ବିବାହ ତାରିଖ ପାଖେଇ ଆସିଲା। ମୁଁ ବିବାହକୁ ନେଇ ଭିତରେ ଭିତରେ ବହୁତ ଖୁସି ଥିଲି। ଅଶୋକ ବି କହୁନଥିଲେ ସିନା, ଭଲ ପାଉଥିଲେ। ମୋତେ ଲାଗୁଥିଲା ମୁଁ ମୋ ମୁତାବକ ଜୀବନସାଥୀ ପାଇଛି। ତେବେ ବାପା ମାଆଙ୍କୁ ଛାଡ଼ିଯିବାର ଦୁଃଖ ବି ଥିଲା। ଏଥିସହ ନୂଆ ଜୀବନକୁ ନେଇ ମୁଁ ସ୍ୱପ୍ନ ବିଭୋର ହୋଇସାରିଥିଲି। ବିବାହ ଠିକ୍ ଠାକ୍ ହୋଇଗଲା। ଯଥାରୀତି ସବୁକିଛି ସରିଗଲା। ଏଥର ଆସିଲା ଚତୁର୍ଥୀ ରାତି, ଯାହା ପ୍ରତ୍ୟେକଟି ଯୁବକ ଓ ଯୁବତୀଙ୍କ ଜୀବନ ପାଇଁ ସ୍ମରଣୀୟ ମୁହୂର୍ତ୍ତ, ଅପେକ୍ଷାର ଦିନ। ଚତୁର୍ଥୀ ରାତିରେ ମୋତେ ଟିକେ ବ୍ୟସ୍ତ ବ୍ୟସ୍ତ ଲାଗୁଥିଲା। ଫୁଲସଜ୍ଜାରେ ମୁଁ ନିଜକୁ ସଜେଇ ବସିଥିଲି। ରାତି ଟିକେ ବଢ଼ି ଯାଇଥିଲା। ବନ୍ଧୁବାନ୍ଧବ ନିଜ ନିଜ ରୁମ୍ରେ ଶୋଇବାକୁ ଯାଇସାରିଥିଲେ। ସେଇ ପ୍ରତୀକ୍ଷିତ ମୁହୂର୍ତ୍ତକୁ ଅପେକ୍ଷା କରିଥିଲି। ଏଥର ଅଶୋକ ଆସିଲେ ମୋ ରୁମ୍କୁ। ମୋ ଆଡ଼କୁ ସେ ଦେଖିଲେ। ମୋତେ ଟିକେ ଲାଜ ଲାଗିଲା। ମୁଁ ଆଖିପତା ତଳକୁ କରିନେଲି। ଏବେ ଯାହା ଯାହା ଘଟିବ ତାକୁ ନେଇ ମୋ ଦେହ ଶୀତେଇ ଉଠୁଥିଲା। ତାଙ୍କୁ ଦେଖିଲା ପରେ ମୋତେ ବି ଲାଗୁଥିଲା ସେ ବି ଯେମିତି ବ୍ୟସ୍ତ ବ୍ୟସ୍ତ ଲାଗୁଥିଲେ। ଚତୁର୍ଥୀ ରାତିରେ ମୁଁ ବି ଟିକେ ନର୍ଭସ୍ ଅନୁଭବ କରୁଥିଲି। ଅଶୋକ ଏଥର ରୁମ୍କୁ ଲାଗିଥିବା ବାଥରୁମ୍କୁ ଗଲେ। ଡ୍ରେସ୍ ବଦଳାଇ ଫେରିଲେ। ମୋ ଦେହରେ ବିଦ୍ୟୁତ୍ ଭଳି ଯେମିତି ଗୋଟେ କ'ଣ ଖେଳିଗଲା। ପରବର୍ତ୍ତୀ ଘଟଣା କ'ଣ କ'ଣ ସବୁ ଘଟିବ ସେ କଥା ଭାବି ମନ ଆନ୍ଦୋଳିତ ହୋଇଯାଉଥିଲା। ସିଏ ଏଥର ମୋ ପାଖକୁ ଆସି ବସିଲେ। ମୁଁ ଲାଜରେ ସେତେବେଳକୁ ଜଡ଼ସଡ଼ ହୋଇସାରିଥିଲି। ସିଏ କହିଲେ, ତମେ ବହୁତ ଥକି ଯାଇଛ ବୋଧେ, ଆଜି ଆରାମ କରିନିଅ। ମୁଁ ଟିକେ ତାଙ୍କୁ କଣେଇ ଚାହିଁଲି। ମୋତେ ଲାଗିଲା ବୋଧହୁଏ ସିଏ ବି ଥକି ପଡ଼ିଛନ୍ତି କାମ ଚାପରେ।
ତେଣୁ ମୁଁ ଆଉ ତାଙ୍କୁ କିଛି କହିବାକୁ ଉଚିତ ମନେ କଲି ନାହିଁ। ସକାଳ ହେଲା, ଅଶୋକ ବାଥରୁମକୁ ଗଲେ। ଗାଧୋଇ ପାଧୋଇ ଫ୍ରେଶ ହୋଇ ବାହାରକୁ ଆସିଲେ। ସେଇ ବାଥରୁମରେ ହିଁ ସେ ଡ୍ରେସ୍ ଚେଞ୍ଜ କରିଦେଲେ। ରାତିରେ ସେମିତି କରିଥିଲେ, ସକାଳେ ବି ସେଇ କଥା କଲେ। ଏ କଥା ମୋତେ ଟିକେ କାହିଁକି ଅଜବ ଅଜବ ଲାଗୁଥିଲା। ଏମିତି ସେ କାହିଁକି କରୁଛନ୍ତି? କ'ଣ କିଛି ଅସୁବିଧା ହୋଇଛି କି? ମୁଁ ପାଖରେ ଅଛି ବୋଲି ନିଜକୁ ଆଡ଼ଜଷ୍ଟ କରିପାରୁନାହାନ୍ତି କି ସିଏ? ଯଦି ନୁହେଁ ତେବେ ଏମିତି କରିବା ପଛରେ କାରଣ କ'ଣ? ପୁଣି ମୁଁ ଭାବିଲି ବୋଧେ ଏହା ତାଙ୍କର ଅଭ୍ୟାସ ହୋଇଥିବ। ମୁଁ ଏହାକୁ ସହଜ ଭାବରେ ଗ୍ରହଣ କରିନେଲି। ଦିନସାରା ଯେନ ତେନ ପ୍ରକାରେ କଟିଗଲା। ନିଜ କାମରେ ବ୍ୟସ୍ତ ରହିଲେ ଅଶୋକ। ମୁଁ ନୂଆ ବୋହୂ ହିସାବରେ ସମସ୍ତଙ୍କ ମନ ନେଇ କାମ କରିନେଉଥିଲି। ରାତି ହେଲା, ସିଏ ସେହିପରି କାମ କଲେ। ବାଥରୁମକୁ ଗଲେ, ସେଠାରୁ ଫ୍ରେଶ ହୋଇ ଡ୍ରେସ୍ ବଦଳାଇ ଆସିଲେ। କିନ୍ତୁ ଏ କ'ଣ? ସିଏ ଯାଇ ମୋ ପାଖକୁ ଆସୁନଥିଲେ। ଏହାକୁ ନେଇ ମୁଁ ଟିକେ ଦ୍ୱନ୍ଦ୍ୱରେ ପଡ଼ିଗଲି। ମୋତେ ଲାଗିଲା ଅଶୋକ କିଛି ମୋତେ ଲୁଚାଇବାକୁ ଚାହୁଁଛନ୍ତି, ନଚେତ ଏପରି କରନ୍ତେ କ'ଣ ପାଇଁ? ଯାହା ତାଙ୍କ ମୁହଁରୁ ଏଥର ମୁଁ ସ୍ପଷ୍ଟ ଭାବେ ପଢ଼ିପାରୁଥିଲି। ତେବେ କ'ଣ ସେ ଲୁଚାଉଛନ୍ତି ମୋତେ? କ'ଣ ସେଇ କଥା ଯାହା ଆମ ଦୁହିଁଙ୍କ ମଧ୍ୟରେ ପ୍ରତିବନ୍ଧକ ସାଜିଛି? ସ୍ୱାମୀ ସ୍ତ୍ରୀ ମଧ୍ୟରେ ଏମିତି କ'ଣ ଗୁପ୍ତ କଥା ରହିଗଲା? ମୋ ମନରେ ଏଥର ନାନା ପ୍ରଶ୍ନ ଉଠିବାକୁ ଲାଗିଲା। କିନ୍ତୁ ହଠାତ୍ କିଛି କହିବାକୁ ମୁଁ ଉଚିତ ମନେ କଲିନି। ତହିଁ ଆର ଦିନ ରାତିରେ ଅଶୋକ ଯେତେବେଳେ ବାଥରୁମ୍ ଗଲେ, ସେଠାରୁ ଫ୍ରେଶ ହୋଇ ଡ୍ରେସ୍ ଚେଞ୍ଜ କରି ଆସିଲେ। ଚିତ୍ରା ତାଙ୍କୁ ସାହସ ସଞ୍ଚୟ କରି ପଚାରିଲେ, ତମର କ'ଣ ହୋଇଛି କି? ତମେ କ'ଣ ଲୁଚାଇବାକୁ ଚାହୁଁଛ ମୋତେ? କିଛି କଥା ଯଦି ଅଛି ମୋତେ କହିପାରିବ। ଅଶୋକ ଟିକେ ଗମ୍ଭୀର ସ୍ୱରରେ କହିଲେ, ହଁ, ନିଶ୍ଚୟ କିଛି କଥା ଅଛି, ଯାହା ତୁମେ ଶୀଘ୍ର ଜାଣିପାରିବ। ମାତ୍ର ତାହା ତୁମକୁ ଖରାପ ଲାଗିପାରେ। ଚିତ୍ରା କହିଲେ, ସେଇ କଥା ତମେ ଯଦି ନ କହିବ ଅଧିକ ଖରାପ ଲାଗିବ ମୋତେ। ମୋ କଥା ଶୁଣି ସିଏ ଆଉ ଟିକେ ଗମ୍ଭୀର ହୋଇଗଲେ। ମୁଁ ତାଙ୍କୁ ଜାଣିଶୁଣି ଟିହାଇଲା ପରି କହିଲି, କହୁନ, କୁହ। ସିଏ ଏଥର ତାଙ୍କ ସାର୍ଟ ଖୋଲିଦେଲେ। ତାଙ୍କୁ ଆଉ କିଛି କହିବାକୁ ପଡ଼ିଲାନି ମୋତେ। ସିଏ କ'ଣ ମୋତେ କହିବାକୁ ଚାହୁଁଥିଲେ ମୁଁ ଜାଣିଗଲି। ତାଙ୍କୁ ଦେଖି ମୁଁ ବହୁତ ଜୋରରେ ଚିଲେଇବାକୁ ଚାହୁଁଥିଲି। ଘର କମ୍ପେଇ ଦେଇ ପ୍ରତିବାଦ କରିବାକୁ ଚାହୁଁଥିଲି। ମାତ୍ର ଚିଲେଇ ପାରିଲିନି। ଯେହେତୁ ନୂଆ ବୋହୂ ହୋଇ ଘରକୁ ନଗଦ ନଗଦ ଆସିଛି। ବାହାଘରର ସପ୍ତାହେ ବି ହୋଇନି। ତାଙ୍କୁ ଦେଖିଲା ପରେ ଲାଗିଲା ମୋ ପାଦ ତଳୁ ଯେମିତି ମାଟି ଖସି ଯାଉଛି। ମୁଁ କ'ଣ କରିବି ବୁଝିପାରୁନଥିଲି। ମୋତେ ବହୁତ ଖରାପ ଲାଗୁଥିଲା। ମୋ ବୈବାହିକ ଜୀବନ ଆରମ୍ଭ ନ ହେଉଣୁ ଏମିତି ଏକ ଘଟଣା ଘଟିବ ମୁଁ ଭାବିପାରୁନଥିଲି। କାରଣ ଆଉ କାହାର ଅଧିକାର ଉପରେ ମୁଁ ଭାଗ ବସାଇ ସାରିଥିଲି। ଏଇ କଥାକୁ ନେଇ ମୋ ମନ ଗୋଳେଇ ଘାଣ୍ଟି ହେବାକୁ ଲାଗିଥିଲା। ଘର ଲୋକଙ୍କୁ ଜଣାଇବାକୁ ମଧ୍ୟ ଭାବିଲି। ପୁଣି କ'ଣ ମନେ ହେଲା ଯେ କିଛି କହିବାକୁ ଉଚିତ ମନେ କଲିନି। ହଁ, ଅଶୋକଙ୍କ ଛାତିରେ ଜଣେ ଝିଅର ନାଁ ଲେଖା ହୋଇଥିଲା। ସେ ଝିଅର ନାଁ ଥିଲା ପ୍ରୀତି। ଯାହାକୁ ଦେଖିବା ପରେ ଆଉ କିଛି ନ କହି ବେଡ୍ର ଗୋଟିଏ କୋଣରେ ତକିଆରେ ମୁଣ୍ଡ ଦେଇ ଶୋଇବାକୁ ପ୍ରୟାସ କଲି। ମୋ ମନ ଦୁଃଖ ହୋଇଗଲା। ମୁଁ ଦୁଃଖରେ ମ୍ରିୟମାଣ ହୋଇପଡ଼ିଲି। ଅଶୋକ ମୋ ସହ କଥାବାର୍ତ୍ତା କରିବାକୁ ପ୍ରୟାସ କରୁଥିଲେ। ମାତ୍ର କିଛି ସମୟ ପରେ ସେ ବି ବେଡ୍ର ଅନ୍ୟ ପାଖରେ କଡ଼ମାଡ଼ି ଶୋଇବାକୁ ଲାଗିଲେ। ମୋ ଆଖିରୁ ଲୁହ ଆସିଯାଉଥିଲା। ତହିଁଆର ଦିନ ସକାଳେ ମୋ ମୁହଁ ଏକ ପ୍ରକାର ଫୁଲି ଯାଇଥିଲା। କାରଣ ରାତିସାରା ମୁଁ ଶୋଇପାରିନଥିଲି। ମୋତେ ଏଇ କଥା ବେଶୀ ଦୁଃଖ ଦେଉଥିଲା ଯେ ଅଶୋକ ମୋତେ ଏତେ ବଡ଼ କଥା ଲୁଚାଇଥିଲେ। ଏକଥା ବିବାହ ପୂର୍ବରୁ କହିଦେଇଥିଲେ ଭଲ ହୋଇଥାନ୍ତା ମୋତେ ଲାଗୁଥିଲା। ଅନ୍ୟପଟେ ଆମକୁ ବିବାହ ପୂର୍ବରୁ କମ୍ ସମୟ ମିଳିଥିଲା। କିନ୍ତୁ ଯେତିକି ବି ସମୟ ମିଳିଥିଲା ସିଏ ଚାହିଁଥିଲେ ଏଇ କଥା କହିପାରିଥାନ୍ତେ। ଯାହା ମୋତେ ଅଧିକ ମାତ୍ରାରେ ବିବ୍ରତ କରୁଥିଲା। ମୁଁ କିନ୍ତୁ ନାଚାର ଥିଲି ସେତେବେଳକୁ। ଏବେ କରିବି ତ କରିବି କ'ଣ? ଏଇ କଥା ହିଁ ଭାବିବାର ଲାଗିଥିଲି। କୂଳ କିନାରା ପାଉନଥିଲି। ପୁଣି ରାତିରେ ସେ କାମଧନ୍ଦା ସାରି ବେଡରୁମକୁ ଆସିଲେ। ମୁଁ ସେତେବେଳକୁ ବେଡ୍ର ଗୋଟିଏ ପଟେ ଶୋଇବାକୁ ଚେଷ୍ଟା କରୁଥିଲି। ଅଶୋକ ମୁଁ ଶୋଇଛି ନା ନାହିଁ ଜାଣିବାକୁ ଚେଷ୍ଟା କଲେ। ମୋ ହାତ ଉପରେ ହାତ ଦେଇ ହଲେଇ ଦେଲେ। ଆଉ କହିଲେ, ଚିତ୍ରା, ତମେ ଯଦି ଚାହିଁବ ଆମେ କଥା ହୋଇପାରିବା।
ନହେଲେ ତମ ଇଚ୍ଛା। ମୁଁ ଭିତରେ ଭିତରେ ବହୁତ ରାଗି ଯାଇଥିଲି। ଏଇକ୍ଷଣି ମୁହଁ ଖୋଲିଲେ ବଡ଼ ପାଟିତୁଣ୍ଡ ହୋଇଯିବ ଭାବୁଥିଲି। ତଥାପି ନିଜକୁ ନିୟନ୍ତ୍ରଣ ରଖିଲି। ତାଙ୍କର କଥା ଶୁଣି ମୁଁ କହିଲି, ଆହୁରି କ'ଣ ବାକି ଅଛି କହିବାକୁ? ଯେତେବେଳେ କହିବା କଥା କହିଲନି, ଏବେ ସଫେଇ ଦେବାକୁ ଚାହୁଁଛ? ମୋ କଥା ନ ଶୁଣି ଅଶୋକ କହିବାକୁ ଲାଗିଲେ, ମୁଁ ସେଇ ଝିଅକୁ ଭଲ ପାଉଥିଲି। ଏ କଥା ମିଛ ନୁହେଁ। ମାତ୍ର ସେ ଝିଅ ସବୁଦିନ ପାଇଁ ବିଦେଶ ପଳାଇଲା। ସେ ଚାହୁଁଥିଲା ବିଦେଶରେ ସେଟଲ୍ ହେବ। ତେଣୁ ତାକୁ ଯେତେବେଳେ ସୁଯୋଗ ମିଳିଲା ମୋତେ ଛାଡ଼ି ସେ ଚାଲିଗଲା। ଥରୁଟିଏ ବି ମୋ କଥା ସିଏ ଜମାରୁ ଭାବିଲାନି। ସ୍ୱାର୍ଥପର ସାଜି ମୋତେ ସେ ଛାଡ଼ିଦେଲା। ଏ କଥା କହିଲା ବେଳକୁ ସେ ଟିକେ ଉଦ୍ବେଳିତ ହେବା ପରି ଅନୁଭବ କରୁଥିଲି ମୁଁ ଅଶୋକଙ୍କୁ ପଚାରିଲି, ସିଏ ତମକୁ ଛାଡ଼ି ଆଉ କାହା ସହ ପଳେଇଲା? ସିଏ କହିଲେ, ହଁ। ମୁଁ ଚାହିଁଥିଲେ ବି ଏଇ ଟାଟୁକୁ ଲିଭେଇ ଦେଇପାରିଥାନ୍ତି। ମାତ୍ର ଭାବିଲି ତମକୁ ସତ କଥା କହିବି। କାରଣ ତମେ ସେଇମିତି ଜଣେ ଝିଅ ଯିଏ ମୋ ମନ କଥାକୁ ବୁଝିପାରିବ। କିଏ ଠିକ୍ ଆଉ କିଏ ଭୁଲ ଜାଣିପାରିବ। ଅଶୋକ ଏଥର ଚୁପ୍ ହୋଇଗଲେ। କିଛି ସମୟ ନୀରବ ରହିଲେ। ତାଙ୍କ ଭିତରେ ଗୋଟେ ଭାଙ୍ଗିଯିବାର ମୁହୂର୍ତ୍ତ ଦେଖିପାରୁଥିଲି। ମୁଁ କହିଲି, ତମେ ମୋତେ ଏ କଥା ତ ବାହାଘର ପୂର୍ବରୁ କହିପାରିଥାନ୍ତ। ସେତେବେଳେ କାହିଁକି କହିଲନି ଶୁଣେ? ଏବେ କହି କ'ଣ ପ୍ରମାଣିତ କରିବାକୁ ଚାହଁ? ଅଶୋକ ଛୋଟ ପିଲା ଭଳି କହିଲେ, ଯଦି ମୁଁ ସତ କଥା କହିଦେଇଥାନ୍ତି ତେବେ ତମେ କ'ଣ ବାହାଘର ହୋଇନଥାନ୍ତ? ଏବେ ବି ଯଦି ତମେ ଏଠାରୁ ଯିବାକୁ ଚାହୁଁଛ ଯାଇପାର। ମୋର କିଛି କହିବାର ନାହିଁ। ତମେ ଯାହା କହିବ ସେଇ କଥା କରିବି। ଯେମିତି ଚାହିଁବ ସେମିତି କରିବି। ତମର ସମସ୍ତ ସୁବିଧା ପାଇଁ ଯାହା ଯାହା ଦରକାର ସବୁ କରିବି। ତାଙ୍କ କଥା ଶୁଣି ମୋର କ'ଣ ହେଲା କେଜାଣି ମୁଁ କିଛି ଜାଣିପାରିଲିନି। ମୋ ମନରେ ଥିବା ସମସ୍ତ ରାଗ କୁଆଡ଼େ ଯେମିତି ମିଳେଇଗଲା। କିନ୍ତୁ ମୋ ମନରେ ପ୍ରଶ୍ନ ଆସିଲା, ଅଶୋକ ମିଛ କହୁନାହାନ୍ତି ତ? ନିରୀହ ପ୍ରମାଣିତ କରିବାକୁ ଏ ଚକ୍ରବ୍ୟୁହ ରଚିନାହାନ୍ତି ତ? ଗୋଟିଏ ଥର କଥାକୁ ଲୁଚେଇ ସେଇ ସୁଯୋଗରେ ବିବାହ କରିସାରିଛନ୍ତି। ପୁଣି ଏକ ଷଡ଼ଯନ୍ତ୍ର ରଚୁନାହାନ୍ତି ତ? କାହିଁକି କେଜାଣି ଦ୍ୱନ୍ଦ୍ୱର ଦୋଛକିରେ ମୁଁ ଛିଡ଼ା ହୋଇଥିଲି। ମୁଁ ଆଉ ଅଧିକ କିଛି କହିବାକୁ ଉଚିତ ମନେ କରୁନଥିଲି। ସେଇ ସମୟରେ ଭାବୁଥିଲି ମୋ ସହ କ'ଣ ସବୁ ଘଟୁଛି। ଯାହା ହାତ ଧରିଲି ସେ ଆସୁ ଆସୁ ମୋତେ ଗୋଟେ ଝଟକା ଦେଲେ। କାଲି ସକାଳେ କ'ଣ ହେବ କିଏ ଜାଣେ। ମୁଁ କିଛି ନିଷ୍ପତ୍ତି ନେବା ଭଳି ସ୍ଥିତିରେ ନଥିଲି। ସେଦିନ ଚୁପଚାପ ମୁହଁ ମୋଡ଼ି ଗୋଟିଏ ବେଡ଼୍ର କଣକୁ ଶୋଇପଡ଼ିଲି। ପ୍ରାୟ 2 ମାସ ଧରି ଆମ ଭିତରେ ଠିକ୍ ସେ କଥାବାର୍ତ୍ତା ହେଲାନି। ଗୋଟିଏ ଘର, ଗୋଟିଏ ରୁମ୍ରେ ରହିବି ଆମ ଭିତରେ ଗୋଟେ ଦୂରତ୍ୱ ରହିଗଲା। ଅଶୋକ ନିଜର ଭୁଲ ଜାଣିପାରି ଅନୁତପ୍ତ ହେବା ଭଳି ଲାଗୁଥିଲେ। ତେଣୁ କିଛି ମୋତେ କହୁନଥିଲେ କିମ୍ବା ଘର ଲୋକଙ୍କ ଆଗରେ ଆମ ଭିତରରେ କ'ଣ ଘଟିଛି ଜଣାଇବାକୁ ଦେଇନଥିଲେ। ସେ ତାଙ୍କର କର୍ତ୍ତବ୍ୟ ନୀରବରେ କରିଯାଉଥିଲେ। ମୁଁ ସବୁ ଦେଖୁଥିଲି, ସବୁ ଜାଣୁଥିଲି, ଭିତରେ କଷ୍ଟ ବି ପାଉଥିଲି। ମୁଁ ବି ମୋ ବାପାଙ୍କ ଭଳି ତାଙ୍କର ପରୀକ୍ଷା ନେଉଥିଲି। କଷଟି ପଥରରେ ପରଖୁଥିଲି ବାରମ୍ବାର। କିନ୍ତୁ ଅଶୋକ ମୋ ବିନା ଚଗଲ ବଗଲ ହେଉଥିବା କେବେ ଦେଖିଲି ନାହିଁ। ସେତିକି ଥିଲା ମୋ ପାଇଁ ସବୁଠୁ ବଡ଼ ଆଶ୍ୱାସନା। ଦିନେ ରାତିରେ କାମଦାମ ସାରି ଆସି ବେଡ଼ରୁମ୍ରେ ବସିଥିଲି। ନିଜକୁ ଟିକେ ବୁଝେଇ କଥାଟା ଆଉ ଆଗକୁ ନ ବଢ଼ାଇବାକୁ ମନସ୍ଥ କଲି। ସିଏ ରୁମ୍ ଭିତରକୁ ପଶି ଆସିଲେ ତ ମୁଁ ତାଙ୍କୁ କହିଲି, ତମକୁ କିଛି ଆଜି କହିବାର ଅଛି। ସେ ଧୀର ଆଉ ନମ୍ର ସ୍ୱରରେ କହିଲେ, କ'ଣ କହିବ କୁହ। ମୁଁ ତାଙ୍କୁ କହିଲି, ସେ ଝିଅଠୁ ମୋତେ ଅଧିକ ଭଲ ପାଇବ ତ? ଅଶୋକ କହିଲେ, ଯେଉଁ ରାତିରେ ତମକୁ ସତ କଥା କହିଲି ସେଇ ଦିନଠୁ ତମକୁ ବହୁତ ଭଲ ପାଉଛି। କାରଣ ତମେ ମୋ କଥା ଶୁଣିଲା ପରେ ବି ସେମିତି କିଛି ହରକତ କରିନ। ଆମ କଥା କାନରୁ 2 କାନକୁ ହେଲାନି। ମୁଁ ଜାଣିଲି ତମେ ମୋତେ କ୍ଷମା କରିଦେଇଛ। ସେଇ ଦିନଠୁ ତମ ସହ ମୋର ପ୍ରେମ ହୋଇଗଲା। ମୁଁ କହିଲି, ତମକୁ କେତେବେଳେ କ୍ଷମା କରିଦେଇଛି ବୋଲି କହିଲି? ତମେ କହିଲେ କ'ଣ ମୁଁ କ୍ଷମା କରିଦେବି? ଅଶୋକ ଏଥର କହିଲେ, ହଉ ହେଲା, କ୍ଷମା ଯଦି କରିନ ଏବେ କରିଦିଅ। ସିଏ ଏଥର ନିଜର କାନ ଧରି ପକେଇଲେ। ଛୋଟ ପିଲାଙ୍କ ଭଳି ବସୁଟ ହେଲେ। ତାଙ୍କର ଏ ପିଲାଳିଆମି ମୋ ରାଗ ଉପରେ ପାଣି ପକାଇଦେଲା ଭଳି ଥିଲା।
ମୁଁ ଫେଁକିନା ହସିଦେଲି। ସେ ମୋତେ କୋଳେଇ ନେଲେ। ମୁଁ ବି ତାଙ୍କର ଏଇ ନିରୀହପଣ ଦେଖି ମୋହିତ ହୋଇପଡ଼ିଲି। ଆଉ ତାଙ୍କ ବାହୁରେ ଲୋଟି ପଡ଼ିଲି। ମୋତେ କାହିଁକି ଲାଗିଲା ପ୍ରକୃତରେ ମୁଁ ଜଣେ ସଚ୍ଚା ଜୀବନସାଥୀ ପାଇଛି, ଯିଏ ମୋ ଇଚ୍ଛା ଅନିଚ୍ଛାକୁ ବୁଝିପାରିବ। ସେଇଦିନଠୁ ଆମର ସଂସାର ସୁରୁଖୁରୁରେ ଆଗକୁ ବଢ଼ି ଚାଲିଛି। ଆଶା କରୁଛୁ ଏ କାହାଣୀଟି ଆପଣଙ୍କୁ ବହୁତ ପସନ୍ଦ ଆସିଥିବ। ଆଗକୁ ଏଭଳି ଅନେକ ଭିଡ଼ିଓ ଆମେ ଆଣିବାକୁ ଲକ୍ଷ୍ୟ ରଖିଛୁ। ଆମର ଏହି ଚ୍ୟାନେଲକୁ ଆପଣ ଭଲ ପାଇବା ଦେବେ। ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଯାହାଫଳରେ ଆମେ ଅପଲୋଡ଼ କରୁଥିବା ପ୍ରତ୍ୟେକଟି ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କ ପାଖରେ ସଙ୍ଗେ ସଙ୍ଗେ ପହଞ୍ଚି ପାରିବ। ଆମ ଭିଡ଼ିଓକୁ ଲାଇକ୍ କରିବେ ଏବଂ ବେଲ୍ ଆଇକନ୍ ଦବାଇ ଦେବେ, ଯାହାଫଳରେ ଆମେ ଆପଣଙ୍କ ଭଲ ପାଇବାକୁ ଅନୁଭବ କରିପାରିବୁ। ଏଥିସହ ନୂଆ ଉଦ୍ଦାମତା ସହ ନୂଆ କାହାଣୀ ଭେଟି ଦେବାକୁ ଭରପୁର ପ୍ରୟାସ କରିବୁ। ଧନ୍ୟବାଦ।